ଥରେ ଏଇ ରେସିପିଟା ଦେଖି ନିଅନ୍ତୁ, ଇଚ୍ଛା ହେଲେ ବନେଇବେ, ନହେଲେ ନାହିଁ। ରୁଟି ସହିତ ତ ପୁରା ଜମିଯିବ। ନମସ୍କାର, କୁକ୍ ୱିଥ୍ ମୁଷା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଦେଖନ୍ତୁ, ଏଇଠି ମୁଁ ନେଇଛି କିଛି ପୋଟଳ। ଯେତିକି ପୋଟଳ ବନେଇବେ ସେତିକି ନେବେ। ତ ମୁଁ ଏଇଠି କିଛିଟା ପୋଟଳ ଗ୍ରେଟର କରିବି, ଆଉ କିଛିଟା ରଖିଦେବି। ଏତେ ଗୁଡ଼ା ମୁଁ କରିବିନି। ଏମିତି ବଡ଼ ହୋଲ୍ ବାଲା ଗ୍ରେଟରରେ କରିଲେ ସେ ଟିକେ ଭଲ ହେବନି, କିନ୍ତୁ ଏମିତି ଛୋଟରେ ଏମିତି ଯଦି ତାଷି ଦେବେ ବହୁତ ବଢ଼ିଆ ମିଶିଯିବ, ଆଉ ଆମକୁ ବନେଇବାକୁ ସୁବିଧା ହେବ। ତ ଦେଖନ୍ତୁ, ମୁଁ ବଡ଼ରେ ଗୋଟେ ଦୁଇଟା କଲି, ଆଉ ତାପରେ ସେ ସାନରେ ଗ୍ରେଟର କଲି। ତାପରେ ଏମିତି ତାକୁ ନେଇକି ଚିପୁଡ଼ି ଦେବା। ପାଣି ଗୁଡ଼ାକ ବାହାରିବ, କେତେ ଗୁଡ଼ା ପାଣି ବାହାରୁଛି ଦେଖନ୍ତୁ। ଏମିତି ଭାବରେ ଚିପୁଡ଼ି ଦେବା। ସବୁତକ ଏମିତି ଚିପୁଡ଼ିକି ରଖିବା। ଏଠି ଦେଖନ୍ତୁ କେତେ ପାଣି ବାହାରିଲା। ଆଉ ସେ ପାଣିକୁ ବିଲକୁଲ ବି ଫୋପାଡ଼ିବାନି, ତାକୁ ବି ଆଗକୁ ବ୍ୟବହାର କରିବା। ତାପରେ ଆକୁ କ'ଣ କରିବା, ଏମିତି ରଖିବା। ଆଉ କିଛି ପନିର ଏଥିରେ ମୁଁ ପୁଣି ଗ୍ରେଟର କରିଦେଉଛି। ତ ଏଠି ଦେଖନ୍ତୁ, ଯେତିକି ପନିର ମୁଁ ଆଣିଛି, ଏ ପନିରରୁ ମୁଁ ଖଣ୍ଡେ ମାନେ ଅଧେ ତାକୁ ଗ୍ରେଟ୍ କରିଦେଲି। ଆଉ ହାତରେ ତାକୁ ଚକଟିବେନି, ଏମିତି ଗ୍ରେଟରରେ ଗ୍ରେଟ୍ କରିଦେଲେ ତା ଦେହରେ ଭଲ ଭାବରେ ମିଶିବ। ଆଉ ନେଇଛି ସିଝା ଆଳୁ, ମାନେ ଖଣ୍ଡେରୁ ଆଉ ଚେନେ, ତାକୁ ଏମିତି ସେଥିରେ ଗ୍ରେଟର କରିଦେଲି। ସିଝା ଆଳୁଟା ଦେଇଦେଲେ ଭଲ ବାଇଣ୍ଡିଙ୍ଗ ହେବ, ଅଠା ଭଳିଆ ଟିକେ ହେବ। ଆଉ ଅଦା ରସୁଣ ପେଷ୍ଟ ଦେଲି, ଆଉ ତାପରେ କଞ୍ଚା ଲଙ୍କା ଏସବୁ ମିଶାଇବା। ବହୁତ ବଢ଼ିଆ ରେସିପିଟେ ତିଆରି ହେଉଛି। ଦେଖନ୍ତୁ, କଞ୍ଚା ଲଙ୍କା, ଜିରା ଲଙ୍କା ଗୁଣ୍ଡ, ମାନେ ଭଜା ହେଇଥିବା ଜିରା ଲଙ୍କା ଗୁଣ୍ଡ, ତାପରେ ଏଥିରେ ଧନିଆ ପତ୍ର ଦେଇଦେବା। ଏତିକି ନର୍ମାଲ ମସଲା ଦିଆହେଲା ଏଥିରେ, ଆଉ ବିଶେଷ କରି କିଛି ଦିଆହେଇନି। ନର୍ମାଲର ମସଲାଟା ବହୁତ ବଢ଼ିଆ ହେବ। ପିଆଜ ଦେବେନି। ଲୁଣ ଦେବା ସ୍ୱାଦ ଅନୁଯାୟୀ ଦେଇକି ତାକୁ ଭଲ ଭାବରେ ମିଶାଇ ନେବା। ତାପରେ ଏଥିରେ ବାଇଣ୍ଡିଙ୍ଗ ହେବା ପାଇଁ ବେସନ ବି ଟିକେ ଦେବା। ତ ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ପାଖରେ ଥିବା ବେଲ୍ ବଟନ୍ରେ ଦେବେ, ଅଲ୍ ମଧ୍ୟ ସିଲେକ୍ଟ କରିବେ, ଯାହାଫଳରେ ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ପୁଣି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ବେସନ ମୁଁ ଏଠି 2 ଚାମଚ ପାଖାପାଖି ଦେଲି। ଗୋଟେ ଚାମଚ ଆଗେ ଦେଲି, ପୁଣି ଆଉ ଗୋଟେ ଚାମଚ ଦେଇକି ତାକୁ ଭଲ ଭାବରେ ଚକଟି ନେବା। କାରଣ ଏଥିରେ ବେସନ ଟିକେ ଦେଲେ ଭଲ ବାଇଣ୍ଡିଙ୍ଗ ହେବ, ଆମକୁ ଛାଣିବାକୁ ସୁବିଧା ହେବ। ତାପରେ ଏମିତି ଛୋଟ ଛୋଟ ଗୁଳା କରିନେବା। ବେଶୀ ବଡ଼ କରିବାନି, ଏମିତି ଛୋଟ ଛୋଟ କରିବା। ବଡ଼ କଲେ କ'ଣ ହେବ ନା, ସେ ଟିକେ ପୁଚପୁଚିଆ ହେବ, ରହିବ ଭିତରେ। ତାପରେ ଚାଉଳ ଗୁଣ୍ଡ କ'ଣ କରିବା, ରଖିଥିବା ଚାଉଳର ଗୁଣ୍ଡ ଏମିତି କୋଟ ଉପରେ ଦେଇଦେବା। ଟିକେ ଗୋଳେଇ ଦେଇକି ତାକୁ ଛାଣିବା। ଚାଉଳ ଗୁଣ୍ଡ ଦେଇକି ଛାଣିଲେ ସେ ଟିକେ ଟାଣ ହେବ, ନହେଲେ ପୁରା ପୁଚ ହେବ, ଫିଟିଯିବ। ଆଉ ଆକୁ ଛାଣିଲା ବେଳେ ନିହାତି ଧ୍ୟାନ ଦେଇକି ଛାଣିବେ। ବେଶୀ ହାଇରେ ଛାଣିବେନି। ଯଦି ଆମେ ହାଇ ଫ୍ଲେମ୍ରେ ଛାଣିବା, ଉପର ଗୁଡ଼ା ହେଇଯିବ, ଲାଲ ଲାଲ ଦେଖାହେବ, ଭିତର ହେଇନଥିବ, ଭିତରଟା ଟିକେ ପୁଚପୁଚିଆ ହେଇକି ରହିବ। ତେଣୁକରି ଯେତେବେଳେ ଆମେ ପକାଇବା, ହାଇ ଫ୍ଲେମ୍ ଦେବା। ତାପରେ ସାଙ୍ଗେ ସାଙ୍ଗେ ଆମେ କ'ଣ କରିବା, ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିକି ତାକୁ ଛାଣିବା। ନହେଲେ ନା ତା ଭିତର ପୁରା ପୁଚପୁଚ ହେବ, ତରକାରୀରେ ସାଙ୍ଗେ ସାଙ୍ଗେ ଫିଟିଯିବ। ତ ଏଇଠି ଦେଖନ୍ତୁ, ମୁଁ ଏତିକ ସବୁ ଛାଣି ନେଲି। ଆଉ ଟିକେ ଏମିତି ରହିକି ଛାଣିବା। ଅଳ୍ପ ଜାଳ ଦେଇକି କଡ଼ା କରିକି ଟିକେ ଛାଣିଲେ ଭଲ ହେବ, କାରଣ ନହେଲେ ତରକାରୀରେ ଫିଟିଯିବ। ଆଉ ଏଠି ଆମେ ମସଲା ଦେବା କ'ଣ, ପିଆଜ ଆଗେ କ'ଣ କରିଛି, ଗୋଟେ ପିଆଜକୁ ତାକୁ କାଟିକି ନେଇ ଆସିକି ଆଗ ଗ୍ରାଇଣ୍ଡର କରିକି ରଖିଦେବା। ଏମିତି କଲେ ତରକାରୀ ଆମର ଭଲ ସ୍ୱାଦ ହେବ, ଆଉ ତରକାରୀ ଝୋଳଟା ବି ବହଳିଆ ହେବ। ପିଆଜକୁ ବିଲକୁଲ ବି ପୁରା ପାଲିସ ଭାବରେ ଆମେ ଗ୍ରାଇଣ୍ଡର କରିବାନି, ଖଣ୍ଡ ଖଣ୍ଡିଆ ରହିବ। ମସଲା ମୁଁ ଏଇଠି ନେଇଛି ଜିରା ହାଫ୍ ଚାମଚରୁ ଅଧା, କଞ୍ଚା ଲଙ୍କା 3ଟା, ରସୁଣ ଗୋଟେ, ଆଉ ଅଦା ହାଫ୍ ଇଞ୍ଚ, ଡାଲଚିନି ଖଣ୍ଡେ ଛୋଟ ଖଣ୍ଡେ, ଆଉ ତେଜପତ୍ର ଖଣ୍ଡେ। ୟାକୁ ପାଣି ଟିକେ ଦେଇକି ଭଲ ଭାବରେ ଟିକେ ଗ୍ରାଇଣ୍ଡର କରି ଆଣିବା। ଦେଖନ୍ତୁ, ଏଇଠି ମୁଁ ପେଷ୍ଟ କରି ଆଣିଛି। ଏବେ ଯିବା ଗ୍ୟାସ୍ ପାଖକୁ। କଡ଼େଇରେ କିଛି 2-3 ଚାମଚ ତେଲ ଦେଲି, ଆଉ ବିଲାତି ଫାଳେକୁ ଏମିତି ଆଗ ପକାଇକି ଭାଜି ନେଉଛି। ତ ବିଲାତି ମୁଁ ଏଠି ଖୁବ୍ କମ୍ ନେଇଛି, କାରଣ ଖଟା ଲାଗିଲେ ତରକାରୀ କେବେ ବି ଭଲ ଲାଗିବନି। ଆଉ କ'ଣ କରିଛି, ଗୋଟେ ସିଝା ଆଳୁକୁ ଏମିତି କାଟିକି ନେଇଛି, ବଡ଼ ଆଳୁ ଗୋଟେ, ତାକୁ କାଟିକି ଏମିତି ଟିକେ ଭାଜି ଦେଲେ ତାର ଟେଷ୍ଟ ବହୁତ ବଢ଼ିଆ ଆସିବ। ସିଝା ଆଳୁ ଡାଇରେକ୍ଟ ପକାଇଲେ ଟିକେ କେମିତି ପାଣିଚିଆ ଲାଗିବ, କିନ୍ତୁ ଭାଜିକି ପକାଇଦେଲେ ବହୁତ ବଢ଼ିଆ ଲାଗିବ। ତାପରେ ଆମେ କ'ଣ କରିବା, ସେଇ ତେଲରେ ପିଆଜକୁ ଯେଉଁ ବାଟିକି ରଖିଥିଲେ ଆଗ ପକାଇ ନେବା। ଏଇ ଭିଡ଼ିଓଟା ତ ପୁରା ଭାଇରାଲ ଚାଲିଛି। ତ ଆର ପ୍ରୋବ୍ଲେମ୍ କ'ଣ ହେଉଛି ଆଗକୁ କହିବି। ତାପରେ ଏଠି ମୁଁ ଆଉ 2 ଚାମଚ ତେଲ ଦେଲି। ତ ତେଲ ଟିକେ କମି ଯାଇଥିଲା। ମସଲାକୁ ଦେଖିକି ତେଲ ନେବେ ଆଉ। ତାପରେ ପିଆଜ ଯେମିତି ଅଧା ଅଧା ହେଇଗଲା, ସେ ମସଲାକୁ ଯେଉଁ ବାଟିକି ରଖିଥିଲି, ଅଦା କଞ୍ଚା ଲଙ୍କା ଯେଉଁ, ତାକୁ ଏମିତି ପକାଇଦେଲି ଏଥିରେ। ଆଉ ଆକୁ ଟିକେ କଷିବା। ବେଶୀ ଆକୁ କଷିବାକୁ ପଡ଼ିବନି, ଯେମିତି 1 ମିନିଟ୍ ପାଖାପାଖି କଷିବା। ତାପରେ ଏଠି ମସଲା ଦେଇଦେବା। ଧନିଆ ଗୁଣ୍ଡ ମୁଁ ଗୋଟେ ଛୋଟ ଚାମଚରେ ହାଫ୍ ଚାମଚ ଦେଇଛି। ହଳଦୀ ଗୁଣ୍ଡ ଦେଇଦେବା, ଲଙ୍କା ଗୁଣ୍ଡ ଦେଇଦେବା, ଲୁଣ ଦେଇଦେବା। ଲଙ୍କା ଗୁଣ୍ଡଟା ରାଗ ବି ଲାଗିବ, ଆଉ କଲର୍ ବି ହେବ। ଆଉ ସେଇ ଲଙ୍କାଗୁଣ୍ଡ ପକାଇକି ସେଇଥିରେ ଯଦି ଟିକେ ତେଲ ଦେଇଦେବା କରରେ, ଏମିତି ତାର ଲାଲଟା ବହୁତ ବଢ଼ିଆ କଲର୍ଟା ପଳେଇ ଆସିବ, ଆଉ ବଢ଼ିଆ ଲାଗିବ।
ପିଆଜ ଯେହେତୁ ଆଗରୁ ଅଧା ଅଧି ହେଇଯାଇଛି, ମସଲା ଆଉ ବେଶୀ ସମୟ କଷିବାକୁ ପଡ଼ିବନି। ତାପରେ ତଥାପି 2-3 ଥର ଏମିତି ପାଣି ଦେଇକି ମୁଁ ଭଲ ଭାବରେ ଟିକେ କଷିଛି, କାରଣ ମସଲା କଷିଲେ ଟିକେ ଭଲ ଲାଗିବ। ବେଶୀ ଟିକେ କଞ୍ଚା ବାସ୍ନା ହେଲେ ତରକାରୀ ଜମା ବି ଭଲ ଆସିବନି। ଏଇଠି ଦେଖନ୍ତୁ ମସଲା ଯେମିତି ଏମିତି ତେଲ ଉଠିଯିବ, ଏଇଠି ଆମେ କ'ଣ କରିବା, ଆଳୁକୁ ଭାଜିକି ରଖିଥିଲେ ତାକୁ ପକାଇ ନେବା, ଟିକେ ପାଣି ଦେଇକି ଏମିତି କଷିବା। ଦେଖନ୍ତୁ ଥରେ ପାଣି ଦେଇକି କଷିଲି, ସେ ପାଣିଟା ଯେମିତି ଶୁଖିଗଲା, ଲୋ ଟୁ ମିଡ଼ିୟମ୍ରେ ରଖିଥିବେ ଜାଳକୁ, ବିଲକୁଲ ବି ହାଇ ଦେବେନି। ଏତିକି ବେଳେ ଧନିଆ ପତ୍ର କିଛି ପକାଇଦେବା, ଆଉ ତାକୁ ଆଉ ଟିକେ କଷିକି ଏମିତି ପାଣି ଦେଇଦେବା। ଝୋଳ ବେଶୀ ରଖିବା ଦରକାର ନାହିଁ, ଝୋଳ ଏଥିରେ ବେଶୀ ରଖିଲେ ପାଣିଚିଆ ଲାଗିବ ତରକାରୀ। ତ ଦେଖନ୍ତୁ ମୁଁ ଏଠି ଯେତିକି ପାଣି ଦେଇଛି, ଏ ପାଣି ପୁରା ସୋକ୍ କରିଯିବ ଯେତେବେଳେ ଆମେ ସେ ବଲ୍ ଗୁଡ଼ାକ ପକାଇବା। ଯେମିତି ତରକାରୀ ଫୁଟିଯିବ ଏମିତି ଘୋଡ଼େଇ ଦେବା 2 ମିନିଟ୍ ପାଖାପାଖି, ଟୁ ମିଡ଼ିୟମ୍ରେ ରଖିଥିବା ଗ୍ୟାସ୍କୁ। ତାପରେ ଦେଖନ୍ତୁ ଏଠି 2 ମିନିଟ୍ ପାଖାପାଖି ହେଇଗଲା, ମୁଁ କାଢ଼ି ନେଉଛି। ତରକାରୀ ଏବେ ବହୁତ ବଢ଼ିଆ ଭାବରେ ପୁରା ହେଇସାରିଲାଣି। ହେଇସାରିଲେ ତାପରେ ସେ ବଲ୍ ଗୁଡ଼ାକୁ ପକାଇବା। ଆମେ ବିଲାତି ଭାଜିକି ରଖିଥିଲି, ତା ଦେହରେ ବି ସେମିତି ପକାଇଛି। ଯେମିତି ଆଉ 1 ମିନିଟ୍ ହେଇଯିବ, ତାପରେ ଆମେ ସାଙ୍ଗେ ସାଙ୍ଗେ ଦେଇଦେବା ଗରମ ମସଲା ଗୁଣ୍ଡ। ଏଇଟା ଗୁଜୁରାତି ଆଉ ଡାଲଚିନି ଗୁଣ୍ଡ ରଖିଥିଲି, ମୁଁ ସବୁବେଳେ ସେଇ ଗୁଣ୍ଡ ହିଁ ଗରମ ମସଲା ବ୍ୟବହାର କରେ, ବଜାରରୁ ଆଣେନି। ଲାଷ୍ଟକୁ ଦେଖନ୍ତୁ ତରକାରୀ କେତେ ବଢ଼ିଆ ହେଇଛି। ଗୋଟେ ପ୍ରୋବ୍ଲେମ୍ ହେଲା, ଏଇ ବଲ୍ ଗୁଡ଼ାକ ନା ଫିଟିଯିବ ସବୁ। ଯଦି ଟିକେ କଡ଼ା କରିକି ରଖିଥିବେ ତ ରହିବ, ନହେଲେ ସବୁ ଫିଟିଯିବ। ତରକାରୀ ପୁରା ହେଇସାରିଲା ପରେ ବଲ୍ ଗୁଡ଼ାକ ପକାଇବେ। ଯେତେବେଳେ ଖାଇବେ ସାଙ୍ଗେ ସାଙ୍ଗେ 5 ମିନିଟ୍ ମାନେ 2 ମିନିଟ୍ ଆଗରୁ ପକାଇକି ବଲ୍କୁ ଦେବେ, ବହୁତ ବଢ଼ିଆ ହେବ। ନହେଲେ ସବୁ ଫିଟିଯିବ, ଆସ୍ତେ ଆସ୍ତେ ଏମିତି ବାଢ଼ିବେ। ଏଇ ଜିନିଷଟା ହେଲା ତାର ବଡ଼ ପ୍ରୋବ୍ଲେମ୍, ନହେଲେ ତରକାରୀ ବହୁତ ଟେଷ୍ଟ ଲାଗୁଥିଲା। ତ ଏବେ ସାଙ୍ଗେ ସାଙ୍ଗେ ବଲ୍କୁ ପକାଇଛି। ଯେତିକି ଝୋଳ ଦେଖୁଛନ୍ତି, ଟିକେ ସମୟ ରଖିଦେଲେ ସେ ଝୋଳ ଆଉ ଟିକେ ସୋକ୍ କରିଯିବ, ମାନେ ଆହୁରି ବହଳିଆ ହେଇଯିବ। ଆଉ ଆଜିର ଭିଡ଼ିଓ କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।